नमस्कार, ମୁଁ ରିଚୁ ୱେଲକମ୍ ଟୁ ମାଇ ଚ୍ୟାନେଲ୍ କୁକ୍ ୱିଥ୍ ରିଚି। ଚାଲନ୍ତୁ ମୁଁ ଆଜି ଗୋଟେ ହେଲ୍ଦି ଟେଷ୍ଟି ଦଲିଆ ଖିଚୁଡ଼ି ଆପଣମାନଙ୍କୁ ସେୟାର କରିବାକୁ ଯାଉଛି, ଯୋଉଟାକି ଆମେ ୱେଟ୍ ଲସ୍‌ରେ ବି ଖାଇପାରିବା, ହେଲ୍ଦିରେ ମଧ୍ୟ ଖାଇପାରିବା। ତ ଚାଲନ୍ତୁ ରେସିପିକୁ ଷ୍ଟାର୍ଟ କରିବା। ଦଲିଆ ବନେଇବା ପାଇଁ ମୁଁ ଏଠି 1 କପ୍ ଦଲିଆ ନେଇଛି। ଦଲିଆରେ ଅଳ୍ପ ପାଣି ଦେଇକି ଭଲରେ ମିଶେଇକି ସାଇଡ୍ କରି ରଖିନେଇଛି। ସେଥି ଭିତରେ ମୁଁ କିଛି ପରିବା କାଟି ନେଇଛି, ଯେମିତିକି ଏଠି ଗାଜର ନେଇଛି, କ୍ୟାପ୍ସିକମ୍ ନେଇଛି, ଗୋଟେ ଟମାଟୋ ନେଇଛି, ମଟର ନେଇଛି, ଆଉ କଞ୍ଚା ଲଙ୍କା ଆଉ ପିଆଜ ନେଇଛି। ତ ଏଥି ଭିତରେ ପରିବା କାଟିଲା ଭିତରେ ତ ଦେଖିପାରୁଥିବେ ଯୋଉ ପାଣି ଦେଇଥିଲେ ଦଲିଆଟା ଅଳ୍ପ ଫୁଲି ଯାଇଛି। ତ ମୁଁ କୁକରରେ ବନଉଛି। କୁକରରେ ବନେଇବା ଦ୍ୱାରା ଅତି ଶୀଘ୍ର ହୋଇଯାଇଥାଏ। ତ ଏଠି କୁକର ଗରମ ହେଲା ପରେ ମୁଁ ଏଠି ସୋରିଷ ତେଲ ଦେଇଦେଇଛି। ସୋରିଷ ତେଲ ଗରମ ହେଲା ପରେ ଜିରାକୁ ଦେଇଦେଇଛି। ଜିରା ଭଲରେ ଫୁଟି ଆସିଲା ପରେ କାଟି ରଖିଥିବା କଞ୍ଚା ଲଙ୍କା ଓ ପିଆଜକୁ ଦେଇଦେଇଛି। କଞ୍ଚା ଲଙ୍କା ପିଆଜ ହାଲକା ଭାଜିଗଲା ପରେ କାଟି ରଖିଥିବା ଗାଜର, ମଟର, କ୍ୟାପ୍ସିକମ୍ ଆଉ ଟମାଟୋକୁ ଦେଇଦେଇଛି। ଏସବୁ ପରିବାକୁ 1ରୁ 2 ମିନିଟ୍ ଭଲରେ ଭାଜି ନେଇଛି। କିଛି ସମୟ ଭାଜିଗଲା ପରେ ଏଠି ସ୍ୱାଦ ଅନୁସାରେ ଲୁଣକୁ ଦେଇଛି ଆଉ ଅଳ୍ପ ହଳଦୀ ଦେଇକି ପୁଣି ଅଳ୍ପ ସମୟ ପାଇଁ ଭାଜି ନେଇଛି। ପୁଣି ସେଥିରେ ଦଲିଆ ଯୋଉ ରଖିଛି ସେଇ ଦଲିଆକୁ ମୁଁ ଏଠି ଦେଇକି ପୁଣି 1ରୁ 2 ମିନିଟ୍ ଭଲରେ ଭାଜି ନେଇଛି। ଭଲରେ ଭାଜିଗଲା ପରେ ଏଠି ମୁଁ 1 କପ୍ ଦଲିଆ ନେଇଥିଲି, ତ ସେଥିପାଇଁ ମୁଁ ଏଠି 6 କପ୍ ପାଣି ଦେଇଦଉଛି। ପାଣି ଦେଇ ସାରିଲା ପରେ ଭଲରେ ମିଶେଇ ନେଇଛି। ମିଶେଇକି ଘୋଡ଼େଇ ନେଇଛି। ଦଲିଆଟା ସିଝିବା ପାଇଁ ମୁଁ ଏଠି ମିଡିୟମ୍ ଫ୍ଲେମ୍‌ରେ 5ଟା ହୁଇସିଲ୍ ଆସିଲା ପର୍ଯ୍ୟନ୍ତ ବସେଇ ନେଇଛି। ଦେଖିପାରୁଥିବେ 5ଟା ହୁଇସିଲ୍ ଆସିଲା ପରେ କେତେ ସୁନ୍ଦର ଭାବରେ ଦଲିଆ ଏବେ ସିଝି ସାରିଛି। ଦଲିଆଟା ଏତିକି ପତଳା ଥିଲେ ଭଲ ଲାଗିବ, ଆଠୁ ଅଧିକ ପତଳା ହେଲେ ଜମା ଭଲ ଲାଗିବନି। ଗୋଟେ ହେଲ୍ଦି ଆଉ ସୁପର ଟେଷ୍ଟି ଦଲିଆ ଖିଚୁଡ଼ି ଏବେ ପ୍ରସ୍ତୁତ ହୋଇସାରିଛି। ରେସିପି ଆପଣଙ୍କୁ ଭଲ ଲାଗିଲେ ଲାଇକ୍, ସେୟାର, କମେଣ୍ଟ କରିଦିଅନ୍ତୁ। ମୋ ଚ୍ୟାନେଲରେ ନୂଆ ଥିଲେ ପ୍ଲିଜ୍ ସବସ୍କ୍ରାଇବ୍ କରିନିଅନ୍ତୁ।